निज पेंशन पैसा रे राज्यर विभिन्न कोण अणकोणु थिबा दृष्टिहीन पिला सी आज सम्मानित करछंती। सी आम पाखे अच्छा युधिष्ठिर साहू सहित सीधा सड़क आलोचना करवा। सार कौन कहे आज आप गोटे निज पेंशन पैसा रे जो कोण अणकोण जो दृष्टिहीन पिला माने अछंती सेमाने जो कृतकार्य होइछंती परीक्षा रे सेमानकु आज आप सम्मानित करछंती कौन कहे? ମୁଁ ତ ସମ୍ମାନିତ କଲି ଆପଣମାନେ ଦେଖିଲେ ଆପଣଙ୍କ ସାହାଯ୍ୟ ସହଯୋଗରେ ମୁଁ ଖାଲି ଏତିକି କହିବି ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ, ସେମାନଙ୍କର ଉତ୍ତର ଉନ୍ନତି ହେଉ, ତାଙ୍କର ଚଲାପଥ ସୁଗମିତ ହେଉ। ସାର୍ ବିଭିନ୍ନ ସମାଜ ସରକାରୀ ତରଫରୁ କୌଣସି ଏଥିପାଇଁ ସହଯୋଗ କିମ୍ବା ସହାୟତା ମିଳୁଛି କି? ନାଇଁ ସରକାରୀ ନୁହଁ କି ସର୍ବସାଧାରଣ ନୁହଁ, କେଉଁଠି କିଛି ମିଳୁନାହିଁ କି କେଉଁଠି କିଛି ନେବାକୁ ବି ମୁଁ ଚାହିଁବି ନାହିଁ। ଯଦି ଅନେକ ବନ୍ଧୁ ସହଯୋଗର ହାତ ବଢ଼େଇଛନ୍ତି ମୁଁ ସମସ୍ତଙ୍କୁ ମନା କରିଛି। ସାର୍ ଆପଣ ତ ଚାହିଁଥିଲେ ଅନ୍ୟ କିଛି କୌଣସି କାର୍ଯ୍ୟରେ ସମାଜ ସେବା କିମ୍ବା ଅନ୍ୟ କୌଣସି କାର୍ଯ୍ୟ, କିନ୍ତୁ ଏଇ ଯେଉଁ ଆପଣ ଚିନ୍ତାଧାରା ଯେଉଁ ଆସିଲା ଦୃଷ୍ଟିହୀନ ପିଲାଙ୍କୁ ଆପଣ ସମ୍ମାନିତ କରିବେ, ଇଏ ଚିନ୍ତାଧାରା କାହିଁକି ଆସିଲା? ଦେଖନ୍ତୁ ମୁଁ ଏତିକି କହିବି, ଆପଣଙ୍କର ଗୋଟେ ପିଲା ଯଦି ମ୍ୟାଟ୍ରିକରେ ଭଲ ରେଜଲ୍ଟ କଲା ବା ଟପର ହେଲା, ତାକୁ ପରିବାରଠୁ ଆରମ୍ଭ କରିକି ବ୍ଲକ, ଜିଲ୍ଲା, ରାଜ୍ୟ ତଥା ସରକାରୀ ସ୍ତର ପର୍ଯ୍ୟନ୍ତ ତାକୁ ସମ୍ବର୍ଦ୍ଧିତ କରାଯାଉଛି, ସମ୍ମାନିତ କରାଯାଉଛି। କିନ୍ତୁ ଏମାନେ ଦୃଷ୍ଟିହୀନ ବୋଲି, ଅବହେଳିତ ବୋଲି ଏମାନେ ବଣମଲ୍ଲି ବଣରେ ଝଡ଼ି ଯାଉଛନ୍ତି। ୟାଙ୍କର ଯେଉଁ ପ୍ରତିଭା, ୟାଙ୍କର ଯେଉଁ ଜ୍ଞାନ, ୟାଙ୍କର ଯେଉଁ ଗାରିମା ତାକୁ ଲୋକଲୋଚନକୁ ଆଣିବା ପାଇଁ ଏଇ ମାଧ୍ୟମରେ ମୁଁ ଚେଷ୍ଟା କରିଛି। ସାର୍ ଆଜି ଯେତେବେଳେ ଆଜି ବିଭିନ୍ନ ଯେଉଁ ଜିଲ୍ଲାରୁ ଆସିଥିବା ଦୃଷ୍ଟିହୀନ ପିଲାମାନଙ୍କୁ ଆପଣ ସାହାଯ୍ୟ କରୁ, କେତେ ପିଲା ତା ଭିତରେ ଆଜି ହେଉଛି ଯେଉଁ ଅନ୍ତର୍ଭୁକ୍ତ ହୋଇଛନ୍ତି ଏବଂ ଯେଉଁ ପ୍ରୋଗ୍ରାମର କିଏ କିଏ ସାମିଲ ଥିଲେ? ଆମ ଓଡ଼ିଶାରେ ପ୍ରାୟ 45ଟା ଖଣ୍ଡେ ଦୃଷ୍ଟିବାଧିତ ବିଦ୍ୟାଳୟ ଅଛି। ତା ଭିତରୁ 20ଟା ବୋଧେ 20ଟା ସ୍କୁଲ ହାଇସ୍କୁଲ, ଆମେ 20ଟା ସ୍କୁଲକୁ ଡାକିଥିଲୁ। ତାଙ୍କ ଭିତରୁ 12 ଜଣ ଆସିଛନ୍ତି। 12 ଜଣ ପିଲାଙ୍କୁ ଆପଣ ସମ୍ମାନିତ କଲେ। ଆଉ ଯେଉଁ ରହିଯାଇଛନ୍ତି, ଆଉ ଯେଉଁ ସବୁ ପିଲା ରହିଛନ୍ତି ସେମାନେ ଆଗକୁ କ'ଣ ରହିଛି, ଆଗକୁ ଆପଣ କ'ଣ ଲକ୍ଷ୍ୟ ରହିଛି, ଆଗକୁ କେତେ ପିଲାଙ୍କୁ ଡାକିବେ ଆଉ କେଉଁ କେଉଁ ସ୍କୁଲରେ ସାମିଲ କରିବେ? ଆମେ ଯେତେ ହାଇସ୍କୁଲ ଅଛି ସମସ୍ତଙ୍କୁ ଡାକୁଛୁ, ଡାକିବୁ, କିନ୍ତୁ ତାଙ୍କ ଉପରେ ନିର୍ଭର କରୁଛି ସେମାନେ ଆସିବା ନ ଆସିବାଟା, ଯାତାୟାତ ପ୍ରୋବ୍ଲେମ୍, ଆନୁଷ୍ଠାନିକ ଅସହଯୋଗ, ବାପା ମାଆଙ୍କ ଆଡ଼ୁ ଅବହେଳା। ତେଣୁ ଯାହା ହେବ ଭବିଷ୍ୟତ ହିଁ କହିବ। ଦେଖୁଥିଲେ ଯେଉଁ ଯୁଧିଷ୍ଠିର ସାହୁ ଆମ ସାଙ୍ଗରେ ଥିଲେ, ଯେଉଁ ଦୃଷ୍ଟିହୀନ ଯେଉଁ ପିଲାମାନେ ରହୁଛନ୍ତି ବିଭିନ୍ନ ଜିଲ୍ଲାର ଯେଉଁ ପିଲାମାନେ ଅଛନ୍ତି, ଯେଉଁ ମ୍ୟାଟ୍ରିକ୍ ପରୀକ୍ଷା କଥା କୁହନ୍ତୁ, ଯେଉଁ ସବୁ ପରୀକ୍ଷା ରହିଛି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ସେ ଆଜି ସମ୍ମାନିତ କରିଛନ୍ତି ଏବଂ ଆଗାମୀ ଦିନରେ ଯେଉଁ ସବୁ ପିଲା ରହିଯାଇଛନ୍ତି ସେମାନଙ୍କୁ ମଧ୍ୟ ସମ୍ମାନିତ କରିବା ପାଇଁ ମୋତେ ପ୍ରତିଶ୍ରୁତି ଦେଇଛନ୍ତି। ଭୁବନେଶ୍ୱର ଭିଡ଼ିଓ ଜର୍ଣ୍ଣାଲିଷ୍ଟ ମଣ୍ଟୁଙ୍କ ସହ ସ୍ୱାଧୀନ ଚର୍ଚ୍ଚା ନ୍ୟୁଜ୍।